5/12/1914। हे ଭଗବାନ, ମୋର ଏକମାତ୍ର ଅଭିପ୍ସା ତତେ ଯେପରି ପ୍ରତ୍ୟହ କ୍ରମଶଃ ଭଲ କରି ଜାଣିପାରେ ଏବଂ କ୍ରମଶଃ ଭଲ ଭାବେ ତୋର ସେବା କରିପାରେ। ବାହ୍ୟ ପରିସ୍ଥିତିରେ କ'ଣ ଯାଏ ଆସ, ଏହି ବାହ୍ୟ ଘଟଣାବଳୀ ପ୍ରତ୍ୟହ ମୋତେ ଅଧିକ ନିରର୍ଥକ ଏବଂ ଅଧିକ ମରୀଚିକା ତୁଲ୍ୟ ବୋଧ ହେଉଛି ଏବଂ ବାହ୍ୟିକ ଘଟଣା କ'ଣ ଘଟିବ ସେଥିରେ ମୁଁ କ୍ରମଶଃ କମ୍ ଆକର୍ଷଣ ଅନୁଭବ କରୁଛି। କିନ୍ତୁ ମୁଁ ଅଧିକରୁ ଅଧିକତର ଏବଂ ତୀବ୍ର ଭାବେ ଯେଉଁ ଏକମାତ୍ର ମହତ୍ତ୍ୱପୂର୍ଣ୍ଣ ବସ୍ତୁ ଉପରେ ନିବିଷ୍ଟ ହେଉଛି ତାହା ହେଲା ଏହି ତତେ ଆହୁରି ଭଲ କରି ଜାଣିବା, ଯଦ୍ୱାରା ତୋର ସେବା ଆହୁରି ଭଲ ଭାବେ କରିପାରେ। ସକଳ ବାହ୍ୟ ଘଟଣା ଏହି ଲକ୍ଷ୍ୟର ଅଭିମୁଖୀ ହେବା ଉଚିତ। ଏକମାତ୍ର ଏହି ଲକ୍ଷ୍ୟ ଆଡ଼କୁ ଗତି କରିବା ଉଚିତ। ଆଉ ଏହା ନିର୍ଭର କରିବ ସେହି ସବୁ ଘଟଣା ପ୍ରତି ଆମର କେଉଁ ମନୋଭାବ ରହିଛି ତା ଉପରେ। ସକଳ ବସ୍ତୁ ମଧ୍ୟରେ ନିରନ୍ତର ତୋର ସନ୍ଧାନ କରିବା, ସକଳ ଅବସ୍ଥା ମଧ୍ୟରେ କ୍ରମଶଃ ପୂର୍ଣ୍ଣ ରୂପେ ତତେ ପ୍ରକାଶ କରିବାକୁ ସଂକଳ୍ପ କରିବା, ଏହି ମନୋଭାବ ମଧ୍ୟରେ ରହିଛି ପରମା ଶାନ୍ତି, ପରିପୂର୍ଣ୍ଣ ପ୍ରସନ୍ନତା, ଯଥାର୍ଥ ତୃପ୍ତି। ଏହାରି ମଧ୍ୟରେ ହିଁ ଜୀବନ ପ୍ରସ୍ଫୁଟିତ ହୁଏ, ବିସ୍ତୃତ ହୁଏ, ପ୍ରସାରିତ ହୁଏ। ଏପରି ମହୈଶ୍ୱର୍ଯ୍ୟ ଓ ପରିପ୍ଲାବନର ମହିମା ସହ ଯେ ତାକୁ କୌଣସି ଝଞ୍ଜା ଆଉ ବିକ୍ଷୁବ୍ଧ କରିପାରେ ନାହିଁ। ହେ ପ୍ରଭୁ, ତୁ ହିଁ ଆମମାନଙ୍କର ରକ୍ଷା କବଚ, ଆମମାନଙ୍କର ଏକମାତ୍ର ସୁଖର ଆକାର। ତୁ ହିଁ ଆମମାନଙ୍କର ସମୁଜ୍ଜ୍ୱଳ ଜ୍ୟୋତି, ବିଶୁଦ୍ଧ ପ୍ରେମ, ଆମମାନଙ୍କର ଆଶା, ଆମମାନଙ୍କର ଶକ୍ତି। ତୁ ହିଁ ଆମମାନଙ୍କର ଜୀବନ, ଆମମାନଙ୍କର ସତ୍ତାର ଧ୍ରୁବ ସତ୍ୟ। ଭକ୍ତିପୂର୍ଣ୍ଣ ଓ ଆନନ୍ଦମୟ ହୃଦୟରେ ଶ୍ରଦ୍ଧାର ସହ ତତେ ପ୍ରଣାମ କରୁଛି। ମା।